ବୋ ପରିବା କାଟୁଛ ଆଜି କଣ ରୋଷେଇ କରିବା? ନାଇଁ ଡାଲମା କରନି, ଘାଣ୍ଟ ତରକାରୀ କରିଦିଅ। ଆମର ଯେହେତୁ ଆଜି ବେଶୀ ପରିବା କଟା ହେଇଥିଲା, ମାନେ ଛୋଟ ଜାଗାରେ ସେଟା ଧରିବନି, ତରକାରୀ କଲେ ପାଣି ଦେଲେ ସେ ପୁରା ବାହାରି ପଡ଼ିବ। ସେଥିପାଇଁ ଗୋଟେ ହାଣ୍ଡିରେ କରିବୁ ବୋଲି ଭାବିଲୁ। ପ୍ରଥମେ ଆଗ ଡେକ୍ଚିଟା ବସେଇ ଦେବେ, ତାପରେ ତେଲ ପକେଇବେ। ତେଲ ଟିକେ ଗରମ ହେଇଗଲେ ଜିରା ଟିକେ ଫୁଟେଇ ଦେବେ, ଲଙ୍କା, ଗୁଜୁରାତି ଆଉ ଟିକେ ଡାଳଚିନି ପକେଇଦେବେ। ସେ ଟିକେ ଗରମ ହେଇଗଲେ ପିଆଜ ପକେଇଦେବେ। ପିଆଜକୁ ନାଲି ହେଲା ପର୍ଯ୍ୟନ୍ତ ଭାଜିବେ। ଟିକେ ନାଲି ହେଇଗଲେ ଲଙ୍କାଗୁଣ୍ଡ ଦେଇଦେବେ କଲର୍ ଆସିବା ପାଇଁ। ଲଙ୍କାଗୁଣ୍ଡ ଟିକେ ଭାଜି ହେଇଗଲା ପରେ ତାକୁ ଅଦା ରସୁଣ ପେଷ୍ଟ ଦେଇଦେବେ। ତାକୁ ଭଲ ଭାବରେ କଷେଇବେ। ମସଲା ଟିକେ କଷେଇ ହେଇଗଲା ପରେ ତାପରେ କରି ପାଉଡ଼ର, ମିଟ୍ ମସଲା, ଚିକେନ୍ ମସଲା ଯାହା ବି ଆପଣଙ୍କ ଘରେ ଅଛି, ଧନିଆ ପାଉଡ଼ର ସବୁ ପକେଇଦେବେ। ତାପରେ ଭଲ ଭାବରେ ତାକୁ ଢାଙ୍କୁଣି ଦେଇକି ଘୋଡ଼େଇବେ। ସେ ଟିକେ ମସଲାଟା ପୁରା ତେଲ ବାହାରିବା ହେଲା ପର୍ଯ୍ୟନ୍ତ କଷିବେ। ତେଲ ଟିକେ ବାହାରିଲା ପରେ ତାପରେ ଆପଣ ଯେଉଁ ପରିବା ସବୁ କାଟିଥିବେ ତାକୁ ପରିବା ଯାକ ଏକା ସାଙ୍ଗେ ଦେଇଦେବେ। ପରିବାକୁ ପୁରା କଷେଇବେ, ଯେତେ ବଳ ଅଛି ପୁରା କଷେଇବେ। ଘାଣ୍ଟିକି ପୁରା ତରକାରୀର କଲର୍ ଆସିଲା ଯାଏ ପୁରା କଷେଇବେ। ଶାଶୁ ମାଙ୍କର ମନ ଆଜି ଦୁଃଖ ହେଲା, ତାଙ୍କୁ ସବୁ ଭିଡ଼ିଓରେ ଆଣିପାରିଲିନି। ନେକ୍ସଟ ଭିଡ଼ିଓରେ ନିହାତି ତାଙ୍କୁ ଆଣିବି। ତରକାରୀ ଆମର ପୁରା ଢାଙ୍କୁଣି ଦେଇକି ହେଇଗଲା, ଦେଖନ୍ତୁ।